ସପ୍ତମ ସ୍କନ୍ଧ ପଞ୍ଚମ ଅଧ୍ୟାୟ। ଅସୁର କୂଳେ ପୁରୋହିତ ସର୍ବଜ୍ଞ ଶୁକ୍ର ଭୃଗୁସୁତ ମୁନିକ ପୁତ୍ର ବେନି ଭାଇ ଷଣ୍ଢ ଅମର୍କ ନାମେ ଦୁଇ। ରାଜା ଆଚାର୍ଯ୍ୟ ତାଙ୍କୁ କଲେ ପୁତ୍ରମାନଙ୍କୁ ପଢ଼ାଇଲେ। ରାଜା ମନ୍ଦିରେ ବେନି ଭାଇ ଦୈତ୍ୟ ପୁତ୍ରଙ୍କୁ ସଙ୍ଗେ ନେଇ। ଏ ଯତ୍ନେ ପଢ଼ାନ୍ତି ଜ୍ଞାନ ବଳେ ସର୍ବେ ପଢ଼ନ୍ତି ଏକ ମେଳେ। ତାଙ୍କ ମଧ୍ୟରେ ପ୍ରହ୍ଲାଦ ସକଳ ଶାସ୍ତ୍ରେ ହେଲେ ସିଦ୍ଧ। ଗୁରୁଙ୍କ ମୁଖୁ ଥରେ ଶୁଣି ତକ୍ଷଣେ ଚିତ୍ତେ ପରିମାଣି। ଚିତ୍ତ ନିର୍ମଳେ ତାହା ଜାଣେ କେବଳ ମନେ ନ ପ୍ରମାଣେ। ବିଚାର କରେ ହୃଦ ଗତେ କେ ରିପୁ ମିତ୍ର ଏ ଜଗତେ। ଏକହି ଆତ୍ମା ନର ହରି ସମେ ସକଳ ଦେହ ପୁରୀ। ଏକଥା ନୁହଁ ପ୍ରମାଣ ସକଳ ଆତ୍ମା ନାରାୟଣ। ଯେ ପାଠ ପଢ଼େ ବ୍ୟାଖ୍ୟା ମତେ ଦୃଢ଼େ ନ ଧରେ ହୃଦ ଗତେ। ଦିନେକ ପ୍ରହ୍ଲାଦ ଆଣି କୋଳେ ବସାଇ ରୂପମଣି। ଅନେକ ଅଳଙ୍କାର ଦେଇ ସାନନ୍ଦେ ପୁତ୍ରକୁ ପୁଛଇ। ହିରଣ୍ୟକଶିପୁ ବାଚ ହେ ପୁତ୍ର ଶୁଣ ବାକ୍ୟ ମୋର ପଢ଼ିଲୁ ରାଜନୀତି ସାର। ତୁ ଯାହା ଗୁରୁ ମୁଖେ ଶୁଣୁ ତାହା ସୁଚିତେ ନ ପ୍ରମାଣୁ। ମୁହିଁ ଶୁଣିଲି ଭଲେ ଏହା କହ ତୁ ସାଧୁ ମଣୁଜା। ଯେ ରାଜନୀତି ଚିତ୍ତେ ଧରେ କେବେ ଶତ୍ରୁକୁ ନ ଡରେ। ସଂଗ୍ରାମେ ରିପୁ ଜୟ କଲେ ସେ ରାଜା ସୁଖ ଭୁଞ୍ଜେ ଭଲେ। ବିଦ୍ୟା ପଢ଼ିଲୁ ଏତେ କାଳ ଭଲ କି ମଣୁ ମତେ ବୋଲ। ପିତା ବଚନ ପୁତ୍ର ଶୁଣି କହେ ନିବେଶି ଶିରେ ପାଣି। ପ୍ରହ୍ଲାଦ ବାଚନ ସେ ସାଧୁ ଶାସ୍ତ୍ରେ ମୋର ଚିତ୍ତ ଶୁଣ କହିବା ତ ଗ୍ରତ। ମୁଇଁ ମୋହର ଏ ସଂସାରେ ଯେ ପ୍ରାଣୀ ଚିତ୍ତେ ନିତ୍ୟ କରେ। ଦେଖ ଏ ଗୃହ ଅନ୍ଧକୂପ ଆତ୍ମା ନିପାତ ମହାତାପ। ଏହାକୁ ଦୂରେ ପରିହର ଅରଣ୍ୟ ବିଷ୍ଣୁ ଆଶ୍ରା କର। ସାଧୁ ମଣଇ ଏହା ଚିତ୍ତେ ସତ୍ୟ କହିଲି ତ ଗ୍ରତେ। ନାରଦ ବାଚନ ହେମନ୍ତ ପୁତ୍ର ବାକ୍ୟ ଶୁଣି ଶତ୍ରୁର ପକ୍ଷ ପ୍ରାୟ ମଣି। ସଧୀରେ ହସି ସେ କହିଲା ବାଳକେ ଏ ବୁଦ୍ଧି କିଏ ଦେଲା। ଏପରି ପର ବୁଦ୍ଧି ବଳେ ନଷ୍ଟ ହୁଅନ୍ତି ସର୍ବକାଳେ। ଏହାର ବୁଦ୍ଧି କେ ହରିଲା ଏ ମୋର ଶତ୍ରୁକୁ ଭଜିଲା। କୋପେ ବାଳକ ତଳେ ଥୋଇ ବୋଲେ ସେବକ ମୁଖ ଚାହିଁ। ଗୁରୁଙ୍କ ଘରେ ନେଇ ଦିଅ ଏକଥା ଗୁରୁ ଆଗେ କହ। ଏ ମୋର ବାଳକର ମନ ରିପୁ ବିଷୟ କିମ୍ପାଚ୍ଛନ୍ନ। ଏହାର ବୁଦ୍ଧି ବିଷ୍ଣୁ ପକ୍ଷେ ଯେମନ୍ତେ ନ ଭଜେ ପ୍ରତ୍ୟକ୍ଷେ। ରାଜାର ଆଜ୍ଞା ଭୃତ୍ୟ ପାଇ ବାଳକ ଗୁରୁ ଦ୍ୱାରେ ନେଇ। ବ୍ରାହ୍ମଣ ଗୋଷ୍ଠୀ ମଧ୍ୟ କଲା ରାଜା ବଚନ ଜଣାଇଲା। ଶୁଣିତା ବିପ୍ର ଉଦବେଗେ ବୋଲନ୍ତି ପ୍ରହ୍ଲାଦ ଆଗେ। ସାଧୁ ବଚନ ବାକ୍ୟ ମତେ କହନ୍ତି ହସ୍ତ ଧରି ହସ୍ତେ। ହେ ବତ୍ସ ପ୍ରହ୍ଲାଦ ଶୁଣ ସର୍ବଦା ହେଉ ତ କଲ୍ୟାଣ। ଆମ୍ଭକୁ ଲାଗିଲା ସନ୍ଦେହ ମିଥ୍ୟାକୁ ଛାଡ଼ି ସତ୍ୟ କହ। ବାଳକ ବୁଦ୍ଧି ତ ନ ଦେଖି ଅଦ୍ଭୁତ ପ୍ରାୟ ଉପଲେଖି। ତୋହର ବୁଦ୍ଧି କେ ହରିଲା ଶତ୍ରୁ ଭଜନେ ଶିକ୍ଷା ଦେଲା। କିବା ଏ ସ୍ୱଭାବ ତୋର ଆମ୍ଭକୁ ଲାଗେ ଅଗୋଚର। କହ କେ ତୋତେ ଦେଲା ଶିକ୍ଷା ଆମ୍ଭେ ଶ୍ରବଣେ କରୁ ଇଚ୍ଛା। ପ୍ରହ୍ଲାଦ ବାଚନ ଏ ଯାହାର ମାୟା ବଳେ ଜନ ସଂସାର ବୁଦ୍ଧି କରେ ଛିନ୍ନ। ଯାହାର ନାହିଁ ପରାପର ତାହାକୁ ମୋର ନମସ୍କାର। ଯାହାର ଆଜ୍ଞା ପରମାଣେ ପ୍ରାଣୀ ସୁବୁଦ୍ଧି ପରିମାଣେ। ସେ ସର୍ବ ଆତ୍ମା ଯୋଗେଶ୍ୱର ତାହାର ନାହିଁ ଆତ୍ମା ପରମ୍। ଏ ବାସନା ବଳେ ସର୍ବଜନ୍ତୁ ଭୁଞ୍ଜନ୍ତି ପରାପର ହେତୁ। ବ୍ରହ୍ମାଦି ଦେବ ହି ସରବେ ବିମୁଗ୍ଧ ହନ୍ତି ଯାର ଭାବେ। ସେ ମୋର ମତି ଭିନ୍ନ କଲା ପର ଅପର ନ କହିଲା। ଯେସନେ ଚୁମ୍ବକ ଦର୍ଶନେ ଲୌହ ଭ୍ରମଇ ଆକର୍ଷଣେ। ମୋହର ମନ ସେଇ ମତେ ଭ୍ରମଇ ବିଷ୍ଣୁର ଆୟତେ। ନାରଦ ବାଚନ ଏ ଗୁରୁଙ୍କୁ କହି ଏ ବଚନ ପ୍ରହ୍ଲାଦ ହୋଇଲା ମୌନ। ବାଳକ ବାଣୀ ଶୁଣି କର୍ଣ୍ଣେ କୋପ ବସିଲା ଗୁରୁ ମନେ। ସମୀପେ ଅଛି ରାଜଲୋକ ଗୁରୁ ହିଁ ରାଜାର ସେବକ। କୋପେ କମ୍ପିଲା ବାକ୍ୟ ଶୁଣି ତକ୍ଷଣେ ଘରୁ ବେତ ଆଣି। ରାଜାର ବଂଶେ ଦୁରାଚାର ନିଶ୍ଚେ ଜନ୍ମିଲା କୁଳାଙ୍ଗାର। ଏ ଦୁର୍ବୁଦ୍ଧି ପଣ ଏ ବାଳକ ଏହାକୁ ଦଣ୍ଡେ ହେ ନରକ। ଚନ୍ଦନ ବନେ କଣ୍ଟା ବୃକ୍ଷ ଜନ୍ମିଲା ଦେଖ ଏ ପ୍ରତ୍ୟକ୍ଷ। ଚନ୍ଦନ ବୃକ୍ଷ କ୍ଷୟକାରୀ କଣ୍ଟକ ବୃକ୍ଷ ସର୍ବମାରୀ। କଣ୍ଟକ ଥିଲେ ନିତ୍ୟ ଡରି ନିର୍ଭୟ ଭୋଗ ନୁହେଁ କରି। ଚନ୍ଦନ ବନ ଉନ୍ମିଳନେ ଶ୍ରୀବିଷ୍ଣୁ ଠାକୁର ସମାନେ। ସେ ବିଷ୍ଣୁ ହୁଏ ନିତ୍ୟ ଧାଇ ଏଥିଲେ ଆମ୍ଭ ଭଲ କାହିଁ। ହେମନ୍ତ ଦେଖାଇଲେ ଭୟେ ତର୍ଜିଲେ ବିବିଧ ଉପାଏ। ପୁଣି ଆଶ୍ୱାସୀ ତାକୁ କରି ଗୁରୁ ପଢ଼ାନ୍ତି ହସ୍ତ ଧରି। ଯେ ଧର୍ମ ଅର୍ଥ କାମ ଫଳେ ସେ ବିଦ୍ୟା ପଢ଼ାଇଲେ ବଳେ। ମୋକ୍ଷ ହିଁ ଅଛି ତାର ତହିଁ ହେମନ୍ତ ବାଳକେ ପଢ଼ାଇ। ମାତାଙ୍କ ଆଗେ ନେଇ ଦେଲେ ସେ ତାକୁ ଅଳଙ୍କୃତ କଲେ। ରାଜା ସମୀପେ ଦେଲେ ନେଇ ତା ଦେଖି ରାଜା ତୋଷ ହୋଇ। ଚରଣ ତଳେ ପୁତ୍ର ଚାହିଁ ତକ୍ଷଣେ କୋଳ କଲା ନେଇ। କଲ୍ୟାଣ କରି କୋଳେ ରଖି ସ୍ନେହ ଲୋତକ ବେନି ଆଖି।
ପ୍ରସନ୍ନ ବଦନେ ଅନାଇ ସଧୀରେ ପୁତ୍ରକୁ ବୋଲଇ। ହିରଣ୍ୟବାଚ ହେ ପୁତ୍ର ଶୁଣ ମୋ ବଚନ ଗୁରୁଙ୍କ ଗୃହେ ଏତେ ଦିନ ତୁ ଯେ ପଢ଼ିଲୁ ବାଳ ଭାବେ ମୋର ସମ୍ମୁଖେ କହ ଏବେ। ଉତ୍ତମ ବିଦ୍ୟା ମତେ କହ ମୋ ମନେ ନ ରହୁ ସନ୍ଦେହ। ପ୍ରହ୍ଲାଦ ବାଚ ଶୁଣ ହେ ତାତ ମନ ଦେଇ ଯେ ବିଦ୍ୟା ଉତ୍ତମ ମଣଇ। କୃଷ୍ଣର ଶ୍ରବଣ କୀର୍ତ୍ତନ ସ୍ମରଣ ଚରଣେ ସେବନ। କରିବ ତାଙ୍କ ପୂଜା ସ୍ତବ ସଙ୍ଗତେ ଦାସ ପଣେ ଥିବ। ଏ ସଖ୍ୟ ଭାବରେ ନେବ ଦିନ କରିବ ଆତ୍ମା ସମର୍ପଣ। ଏ ଭାବେ ଚିତ୍ତ ସମର୍ପିବ ଯେ ଶାସ୍ତ୍ର କହେ ଏତେ ଭାବ। ତାହା ମୁଁ ଉତ୍ତମ ମଣଇ କହିଲି ତୋର ପାଶେ ମୁଇଁ। ଏ ନବ ଲକ୍ଷଣ ଭକତି ଯେ ନର ଗୋବିନ୍ଦେ କରନ୍ତି। ଉତ୍ତମ ବିଦ୍ୟା ବୋଲି ତାହା ଜେଣେ ନ ଲାଗେ ବିଷ୍ଣୁ ମାୟା। ହେମନ୍ତ ପୁତ୍ର ମୁଖୁ ଶୁଣି କୋପେ ଉଠିଲା ଶିର ଝୁଣି। ଆରକ୍ତ ବେନି ଚକ୍ଷୁ ତାର ପ୍ରଚଣ୍ଡେ କମ୍ପଇ ଅଧର। ଗୁରୁପୁତ୍ରର ମୁଖ ଚାହିଁ ବୋଲଇ କୋପଭର ହୋଇ। ହିରଣ୍ୟକଶିପୁ ବାଚ ତୁ ବ୍ରହ୍ମବଂଶୀ ଗୁରୁ ସୁତ ଏକି ତୋହର ବିପରୀତ। ବିପକ୍ଷ ଶ୍ରୁତି କଥା ଯେତେ ଶିକ୍ଷା ଦେଲୁ ତୁ କେମତେ। ଅସାର ବିଦ୍ୟା ଶିଖାଇଲୁ ତୁ ତ ଅବଜ୍ଞା ମତେ କଲୁ। ଅସାଧୁ ଲୋକ ଏ ସଂସାରେ ରୋଗ ଯେସନେ କଳେ ବରେ। ଯେ ପ୍ରାଣୀ ବ୍ରହ୍ମ ହତ୍ୟା କରେ ସେ କ୍ଷୟ ବ୍ୟାଧି ଜନ୍ମାନ୍ତରେ। ଯେ ନିତ୍ୟ ମଦ୍ୟପାନ କରେ ବିକଟ ଦନ୍ତ ତା ଅଧରେ। ସୁବର୍ଣ୍ଣ ହରିଥାଇ ଯେବେ ସେ କୂଳ କ୍ଷୟ ଦୋଷ ଲବେ। ଗୁରୁ କାମିନୀ ଯେହୁ ରତେ ଧବଳ ହୋଇବେ ନିହସ୍ତେ। ହେମନ୍ତ ଅସୁର ବଚନେ କହନ୍ତି ଗୁରୁଙ୍କ ନନ୍ଦନେ। ଗୁରୁପୁତ୍ର ବାଚ ଏ ଶିକ୍ଷା ଦେଇ ନାହିଁ ମୁଇଁ ଅନ୍ୟ ବା ପଢ଼ାଇବ କାହିଁ। ତୋହର ପୁତ୍ରର ସ୍ୱଭାବ ଜାଣି ତୁ ଚିନ୍ତ ପରାଭବ। ହେମନ୍ତେ ଗୁରୁ ବାକ୍ୟ ଶୁଣି ସନ୍ଦେହ ମନେ ପରିମାଣି। ଏ ପୁତ୍ରକୁ ଚାହିଁ କୋପ ଭରେ ବୋଲଇ କର୍କଶ ବାକ୍ୟରେ। ଏ ବିଦ୍ୟା ଗୁରୁ ବାକ୍ୟ ନୁହେଁ କେହ ବା ତୋର ବିଚିତ ମୟେ। ପ୍ରହ୍ଲାଦ ବାଚ ଶୁଣ ହେ ତ୍ରୈଲୋକ୍ୟ ଈଶ୍ୱର ମତିର ଗତି ଚକ୍ରଧର। ଯେ ପ୍ରାଣୀ ଗୃହେ ବାସ କରେ ତା ମତି ବିଷ୍ଣୁଙ୍କୁ ନ ସ୍ମରେ। ଏ ଗୁରୁ ବଚନ କି କରିବ ଯାହାର ଯେମନ୍ତ ସ୍ୱଭାବ। ଅସାଧ୍ୟ ଇନ୍ଦ୍ରିୟଙ୍କ ବଳେ ଗୃହସ୍ଥ ପଡ଼େ ରସା ତଳେ। ଏ କୂଳ ବ୍ୟବହାରେ ବଶ ହୋଇ ଚବ୍ୟ ଚର୍ବଣ ଜେଲ ଭଇ। ଏ ତାହାଙ୍କ ମତି କୃଷ୍ଣ ଭାବେ କେବେ ନୁହେଁ ଶୁଦ୍ଧ ଭାବେ। ଯେ ପ୍ରାଣୀ ଦୁରାଶୟ ପଣେ ଅନର୍ଥ ଅର୍ଥ ପ୍ରାୟ ମଣେ। ସେ କାହିଁ ବିଷ୍ଣୁକୁ ଜାଣିବ ଯେ ବ୍ରହ୍ମା ଶଙ୍କରେ ଦୁର୍ଲଭ। ତାହାର ମତି ଅର୍ଥ ତହିଁ ପ୍ରାଣୀ ଲଭିବ ତାକୁ କାହିଁ। ଅନ୍ଧକୁ ଅନ୍ଧ ଯେନେ ଭଏ ଈଶ୍ୱର ତତ୍ତ୍ୱ ଯେନେ କହେ। ହେମନ୍ତେ ପ୍ରାଣୀଙ୍କ ସ୍ୱଭାବ କେମନ୍ତେ କୃଷ୍ଣକୁ ସେବିବ। ଏ ବିଷ୍ଣୁ ଚରଣ ପଦ୍ମ ଦୁଇ ଏ ଜନ୍ମେ ଲଭି ନ ପାରଇ। ଏ ଯାହାଙ୍କ ଚରଣାରବିନ୍ଦ ସେବି ନ ପାରି ସୁର ବୃନ୍ଦ। ଏ ବିଷ୍ଣୁ ଭକତ ପାଦ ଧୂଳି ଶିରେ ନ ବୋଳେ ହସ୍ତ ତୋଳି। ସନ୍ଥ ଚରଣେ ଇଚ୍ଛା ନାହିଁ ହରିଙ୍କୁ ଲଭିବ ସେ କାହିଁ। ହେମନ୍ତ କହି ଦୈତ୍ୟ ବଳା ମୌନ ହୋଇଣ ରହିଲା। ଶୁଣି ଅସୁର କୋପାନଳେ କୋଳରୁ ପକାଇଲା ତଳେ। କୋପେ ଅରୁଣ ଚକ୍ଷୁ କଲା ଅସୁର ଗଣେ ଆଜ୍ଞା ଦେଲା। ହିରଣ୍ୟକଶିପୁ ବାଚ ଦେଖ ଏ ନୈଋତ ଗଣ ମୋର ପୁତ୍ରର ଦୁଷ୍ଟପଣ। ମରଣ ଅର୍ଜିଲା ବ୍ୟବହାରେ ଏହାକୁ ରାଜ୍ୟୁ କର ଦୂରେ। ମୋର ଅନୁଜନାଶକାରୀ ସେ ବିଷ୍ଣୁ ବୈରୀ ମୋରି। ତାହାର ପକ୍ଷ ଏ ହୋଇଲା ନିଜ ସମ୍ପଦ ଉପେଖିଲା। ଏ ବିଷ୍ଣୁର ଦାସ ପଣେ ରହେ କେ ପ୍ରାଣ ଥାଇ ଏ ଆଶଏ। ଶତ୍ରୁ ଆଶ୍ରିତ ଏ କୁମର ନିଶ୍ଚୟ କରିବ ଅପକାର। ଏ ପଞ୍ଚବରଷର ସୁତ ପିତା ମାତାରେ ଅଭକତ। ପରର ପୁତ୍ର ହୋଇ ଯେବେ ଆତ୍ମାର ହିତ ଅନୁଭବେ। ତାହାକୁ ବୋଲି ନିଜ ସୁତ ରୋଗୀକୁ ଔଷଧ ଦେବନ୍ତ। ଆତ୍ମାର ତହୁଁ ଜନ୍ମ ହୋଇ ପରର ହିତେ ଯେବେ ଥାଏ। ବ୍ୟାଧିର ପ୍ରାୟ ଜନ୍ମ ତାର ସେ ମଲେ ଆତ୍ମାର ନିସ୍ତାର। ଯେ ଅଙ୍ଗେ ସର୍ପଘାତ କରେ ସେ ଅଙ୍ଗ ଦୋଷେ ପ୍ରାଣୀ ମରେ। ସେ ଅଙ୍ଗ ଛେଦି ପକାଇଲେ ଦେହେ ଜୀବନ ରହେ ବୋଲେ। ଯେ ହିତ କରେ ପର ହୋଇ ତା ତହୁଁ ବନ୍ଧୁ ଅନ୍ୟ ନାହିଁ। ଏ ବନ୍ଧୁ ଅହିତ ଚିତ୍ତ ଯେବେ ତାହାକୁ ଲେଖି ଶତ୍ରୁ ଭାବେ। ଦେହରୁ ବ୍ୟାଧି ଜନ୍ମ ହୋଇ ଆତ୍ମା ସହିତେ ସଂହାରଇ। ଅରଣ୍ୟ ଔଷଧି ଆଣି ରୋଗ ସଙ୍କଟୁ ତରେ ପ୍ରାଣୀ। ପର ପର ଏ ବିଚାର କେରୂପୁ କେବା ଅପଣାର। ସୁହୃଦ ହୋଇ ଶତ୍ରୁପଣେ ପାପ ଚିନ୍ତଇ ଅନୁକ୍ଷଣେ। ନାନା ଉପାଏ ତାକୁ ମାରି ସେ ମଲେ ସୁଖେ ପ୍ରାଣ ଧରି। ଯୋଗୀଙ୍କ ଯୋଗ ଧ୍ୟାନ କାଳେ ଦୁଷ୍ଟ ଇନ୍ଦ୍ରିୟ ଯେତେବେଳେ। ତାହାକୁ କରେ ସେଉ ସାଧ୍ୟ ସୁଖେ ଲଭଇ ବ୍ରହ୍ମପଦ। ଏ ମିତ୍ର ବେଶ ଧାରି ପର ଏହାକୁ ବେଗେ ବଧ କର। ଭୋଜନ ଶୟନେ ଆସନେ ଉପାୟ କର ତା ପ୍ରମାଣେ। ହେମନ୍ତେ ରାଜା ଆଜ୍ଞା ପାଇ ଅସୁରେ ଶସ୍ତ୍ର ଘେନି ଧାଇଁ। ବାଳକ ନାଶ ମନେ ଚିନ୍ତି ଶୂଳ ଅନ୍ତରିକ୍ଷେ ବୁଲାନ୍ତି। ସୁଦୀର୍ଘ ଦିଶେ ଦନ୍ତ ପତି କରାଳ ବଦନେ ଚାହାନ୍ତି।
ତମ୍ବାର କର୍ଣ୍ଣ ପ୍ରାୟ ଦାଢ଼ି ଶିରେ ପିଙ୍ଗଳ ଜଟା ବେଢ଼େ। ନାଚନ୍ତି ଭୈରବ ନାଦେ ଅସୁରେଛନ୍ତି ପାଦ ପାଦେ। ଶୂଳ ବୁଲାଇ ଅନ୍ତରିକ୍ଷେ ବାଳକ ଉପରେ ପ୍ରତ୍ୟକ୍ଷେ। ତା ଦେଖି ଅସୁର କୁମର ମନେ ଚିନ୍ତଇ ଚକ୍ରଧର। ଗୋବିନ୍ଦ ପାଦେ ଚିତ୍ତ ଦେଇ ବୋଲଇ ଅସୁରକୁ ଚାହିଁ। ଏ ତମ୍ବର ଦେ ଯେବେ ହରି ଆତ୍ମା ସ୍ୱରୂପେ ଛନ୍ତି ପୁରୀ। ସକଳ ଶସ୍ତ୍ରେ ହରି ଯେବେ ଘଟନ ଅଛି ଆତ୍ମା ଭାବେ। ଏକଥା ସତ୍ୟ ଯେବେ ହୁଏ ଶସ୍ତ୍ର ନ କାଟୁ ମୋର ଦେହ। ଶୁଣି ଅସୁର କୋପ କଲେ ଅନେକ ଶସ୍ତ୍ର ପ୍ରହାରିଲେ। ପ୍ରହ୍ଲାଦର ଦେହ ବାଜି ତକ୍ଷଣେ ଶସ୍ତ୍ରେ ଗଲେ ଭାଜି। ଅପୁଣ୍ୟବନ୍ତ ପ୍ରାଣୀ ଦେହେ ସାତ୍ୱିକ ଫଳ ଯେନେ ନୁହେଁ। ଅଦ୍ଭୁତ କର୍ମ ତାର ଦେଖି ତକ୍ଷଣେ ଆସନ ଉପେକ୍ଷୀ। ଭିତରେ ଗମିଲା ଅସୁର ଭୟେ କମ୍ପିଲା ତା ଶରୀର। ମନ୍ତ୍ରୀ ସଙ୍ଗତେ ବିଚାରିଲା ନିର୍ବନ୍ଧେ ମରଣ ଚିନ୍ତିଲା। ଐରାବତ ଆଦି ଗଜେ ତାହାଙ୍କୁ ଅଣାଇଲା ତେଜେ। ବୋଲଇ ଦନ୍ତାଘାତ କର ଯେମନ୍ତେ ମରଇ କୁମର। ଶୁଣି ଅନେକ ହସ୍ତି ତୁଲେ ବାଳକ ନିକଟେ ମିଳିଲେ। ହସ୍ତିକୁ ଚାହିଁ ଦୈତ୍ୟ ବଳା ଅନ୍ତରେ ବିଷ୍ଣୁ ସୁମରିଲା। ମହାକ୍ରୋଧରେ ଗଜଭରେ ନିଷ୍ଠୁର ଦନ୍ତର ଅଗ୍ରରେ। ନିର୍ଘାତେ କରନ୍ତେ ପ୍ରହାର ସକଳ ଦନ୍ତ ହେଲା ଚୂର। ଭୟେ ଭାଜିଲେ ହସ୍ତି ବଳ ଦେଖି ଅସୁର କୋପାନଳ। ତକ୍ଷକ ଆଦି ଅଷ୍ଟନାଗେ ଥିଲେ ଯେ ଅନ୍ତରିକ୍ଷ ମାର୍ଗେ। ତାହାଙ୍କୁ ରାଇ ନୃପବର ନିଷ୍ଠୁରେ ବୋଲଇ ଉତ୍ତର। ଏ କୁଳ ଅଙ୍ଗାର କୁମାର ଏହାର ପ୍ରାଣ ବେଗେ ହର। ନାଗକୁ ଦେଖି ପ୍ରହ୍ଲାଦ ଚିତ୍ତେ ଚିନ୍ତିଲା ବିଷ୍ଣୁ ପାଦ। ତକ୍ଷଣେ ନାଗେ କୋପେ ଗଲେ ବାଳକ ଶରୀରେ ଦଂଶିଲେ। ବଦନେ ବିଷନ ଭେଦିଲା ନାଗଙ୍କ ଫଣା ବଥାଇଲା। ନାଗେ ପଳାଇ ଗଲେ ବେଗେ ଜୀବନ ଭୟେ ଦଶ ଦିଗେ। ପୁଣି ସେ କୃତ୍ୟା ହୋମ କଲା ପର୍ବତ ଶିଖୁ କଚାଡ଼ିଲା। ସାଗର ଜଳେ ବୁଡ଼ାଇଲା କେବେ ତା ପ୍ରାଣ ନ ଗଲା। ବନ୍ଧନ କରେ ପ୍ରତିଦିନେ ମରିବ ବୋଲଇ ଯେସନେ। କେତେ ଦିନ ଭୋଜନେ ବଞ୍ଚିଲା ଅସୁର ନନ୍ଦନେ। ହିମ ପବନ ଅଗ୍ନି ଜଳେ କଷଣ ଦେଲା କୋପାନଳେ। ନାନା ପ୍ରକାରେ କଷ୍ଟ ଦେଲା କେବେ ବାଳକ ନ ମଲା। ସ୍ୱଭାବେ ପାପ ତାର ନାହିଁ ଦଣ୍ଡ ବାଧିବ ତାକୁ କାହିଁ। କେବେ ମାରି ନ ପାରିଲା ଚିନ୍ତା ସାଗରେ ନିମଜିଲା। ଜାଗ୍ରତ ସ୍ୱପ୍ନ ପ୍ରାୟ ହୋଇ କେବେ ଶାନ୍ତି ନ ଭଜଇ। ଦେଖ ଏ ବାଳକ ବିଷୟ କେତେ ନ ଚିନ୍ତଇ ଉପାଏ। ସାଧୁ ବିଷୟ ଦ୍ରୋହ କଲେ କେବା ସଂସାରେ ଥିବେ ଭଲେ। ଏ ମୋର ଶତ୍ରୁ ପକ୍ଷ ହୋଇ କେବେ ଚିତ୍ତେ ନ ଡରଇ। କଷଣ ଦେଲି ଯେତେ ମୁଇଁ ସେ ତ ତାହାର ଚିତ୍ତେ ନାହିଁ। ସୁଜନ ଜନ ପ୍ରାୟ ଶହେ କି ଆଉ କରିବି ଉପାଏ। ମହାନୁଭବ ଏ କୁମର ମନ ବଚନ ଗୋଚର। ଏ ନିର୍ଭୟ ଏତେ ଦୁଃଖ ସହେ ଏଣୁ ମୋ ଚିତ୍ତେ ମହାଭୟେ। ଏହାର ସଙ୍ଗେ ବାଦ କଲେ ପ୍ରାଣ ମୁଁ ନ ପାଇବି ଭଲେ। ଏମନ୍ତ ଭାଳି ମନ ଦୁଃଖେ ଦଣ୍ଡେ ରହିଲା ଅଧମୁଖେ। ଗୁରୁ କୁମର ତାହା ଶୁଣି ଅସୁର ମୁଖ ଚାହିଁବଣି। ଗୁରୁପୁତ୍ର ବାଚ ଶୁଣ ହେ ନୃପ ଚୂଡ଼ାମଣି ତପେ ତୁ ତ୍ରିଭୁବନ ଜିଣି। ଆତ୍ମସୁଖରେ ଭୋଗ କରୁ ଯେନେ ଅଚଳ ମହାମେରୁ। ତୋହର ରିପୁ ଏ ସଂସାରେ ନ ଦେଖି ଶରୀର ବ୍ୟବହାରେ। ଏ ବାଳକୁ ମୋର ତୋହର ଏହାକୁ କିମ୍ପା ତୋର ଡର। ଏ ଶିଶୁ ବୁଦ୍ଧି ଛାଡ଼ି ନାହିଁ ସଂଶୟ କରୁ କାହିଁ ପାଇଁ। ଯେବେ ସଂଶୟ ତୋର ମନେ କହିବା ଶୁଣ ସାବଧାନେ। ତାହାକୁ ବରୁଣର ଫାଶେ ବନ୍ଧନ କର ତୁ ବିଶ୍ୱାସେ। ନିକଟେ ରଖ ତୋ ଆୟତେ ଭୟ ନ ଲାଗୁ ତୋର ଚିତ୍ତେ। ବାଳୁତ ଦଶା ଏ ଛାଡ଼ିଲେ ସୁବୁଦ୍ଧି ପ୍ରକାଶିବ ବୋଲେ। ଏକଥା କର ଆମ୍ଭ ମତେ ତୋ ପାଶେ ଥାଉ ଅନୁବ୍ରତେ। ତାବତ ଥାଉ ଏଇ ମତେ ସନ୍ଦେହ ନ କର ତୁ ଚିତ୍ତେ। ଗୁରୁପୁତ୍ରଙ୍କ ବାକ୍ୟ ଶୁଣି ସନ୍ତୋଷେ କହେ ନୃପମଣି। ହିରଣ୍ୟକଶିପୁ ବାଚ ଶୁଣ ହେ ଗୁରୁଙ୍କ କୁମର ଏବେ ମୋହର ବୋଲ କର। ଗୃହସ୍ଥ ଧର୍ମେ ଧର୍ମ ଯେତେ ରାଜାଙ୍କ ଧର୍ମ ନୀତି ଯୁକ୍ତେ। ତ୍ରିବର୍ଗ ଧର୍ମ ଅର୍ଥ କାମ ଯେମନ୍ତେ ପଡ଼େ ଅନୁକ୍ରମ। ଏମନ୍ତେ ରାଜାର ବଚନେ ପ୍ରହ୍ଲାଦେ ଗୁରୁବେ ନିଜନେ। ଅନେକ ଯତନେ କହିଲେ ଅସୁର କୁମାରଙ୍କ ତୁଲେ। ଗୁରୁଙ୍କ ମୁଖୁ ଯେତେ ଶୁଣେ ଅନ୍ତରେ ସାଧୁତା ନ ମଣେ। ଗୃହସ୍ଥେ ଧର୍ମର ବ୍ୟବସ୍ଥା ଆତ୍ମାର ନିପାତ ଏ କଥା। ଏ ଧର୍ମେ ମୋହ ହୁଏ ଜନ ଏଣିକି ମୋର ପ୍ରୟୋଜନ। ଏମନ୍ତେ କରେ ବିଚାରଣ ଏବେ ଓ ଧର୍ମ ସୁତ ଶୁଣ। ନାରଦ ବାଚ ପଢ଼ଇ ବାଳକଙ୍କ ମେଳେ ଗୁରୁ ଯେ ଗୃହ ଧର୍ମ ଗଲେ। ସେ ପ୍ରହ୍ଲାଦ ତାହା ଚାହିଁ ବୋଲେ ବାଳକ ମଧ୍ୟ ଥାଇ। ଶୁଣ ହୋ ଅସୁର କୁମରେ ଯେ ବିଦ୍ୟା ସଂସାରୁ ଧରେ। ମର୍ତ୍ତ୍ୟ ମନୁଷ୍ୟ ଦେହ ବହି ଆତ୍ମାର ଜ୍ଞାନ ଯାର ନାହିଁ। ତାର ଜୀବନ ଅକାରଣ ଏବେ ଓ ସାବଧାନେ ଶୁଣ। କହଇ ଦାସ ଜଗନ୍ନାଥ ସପ୍ତମ ସ୍କନ୍ଧେ ଭାଗବତ। ଏ ପିତା ପୁତ୍ରର ସମ୍ବାଦ ଶୁଣନ୍ତେ ନ ଲାଗେ ପ୍ରମାଦ।
इति श्रीमद्भागवते महापुराणे परमहंस्यां सहितां वयासिक्यां सप्तमस्कन्धे हिरण्यकशिपु प्रह्लाद संवादे नाम पंचमोऽध्यायः। बोल नंदी एक बार हरि हरि बोल।